নিকটন জনে ভগবন্ত রাজ্য জনে ব্রাহ্মণ যেତେବେଳେ ଆପଣ তপস্যা କରି ଗୋଟାଏ ଫଳ ଲାଭ କରିବେ ସେ ଫଳକୁ ଯିଏ ଖାଇବ ତାଙ୍କର ସତା ଖେଳ ନା ଯୌବନ ଯୌବନ କେତେବେଳେ ଲିଙ୍ଗ ହବ ନାହିଁ ହବ ନାହିଁ ଉଷା ହବ ନାହିଁ ସଦାବେଳେ ଯୁବକ ସେ ସମୟ ଭକ୍ତୁ ହରି କରିଲେ ବିଚାର ଧନତି କରିଲେ ବିଚାର আরে রানী তোমার রানী ব্রাহ্মণ ঠার ফল রাজা পাইলে রাজা ব্রাহ্মণকে ধন্য দেলে স্নেহ সত্য রাজা ভক্তি তাকে রানী কি সে ফল বলে মহারাজ ফল খাইলে কଣ হব সদাବେଳେ যৌবন রানী সে ফল কেমন নেলে যেତେବେଳେ রানী করা সে ফলକୁ নেই ধন্য বীরে সে ফলକୁ নেই হাত দেলে ভিতরକୁ ପଶ ବ୍ରାହ୍ମଣ ଦେଲେ ରାଜାଙ୍କୁ ରାଜା ଦେଲେ ରାଣୀକି ରାଣୀଙ୍କର ସ୍ନେହ ଅଛି ରାଣୀଙ୍କର ମନ ଅଛି ସେନାପତି ସେନାପତି ସେ ସେନାପତି କହିଲେ ରାଣୀ ପାଇଲେ ଫଳ ଖାଇଲେ କଣ ହବ କହିଲେ ସଦାବେଳେ ତୁମର ଯୁବକ ଅବସ୍ଥା ରହିବ ସେନାପତିର ଲକ୍ଷ୍ୟ ଅଛି କାଞ୍ଚନ ବେଶ୍ୟା ସାଙ୍ଗରେ ସେ ଫଳଟାକୁ କାଞ୍ଚନ ବେଶ୍ୟା କାଞ୍ଚନ ତମେ ଫଳ ନିଅ ତମର ସଦାବେଳେ ଯୌବନ ଅବସ୍ଥା ବିଚାର କଲା କାଞ୍ଚନ ବେଶ୍ୟା କହିଲା ମୁଁ ଗୋଟେ ନର୍ଦ୍ଦମାର କୀଟ ମୋର ଅଲୋଡ଼ା ଶରୀର ନର୍ଦ୍ଦମାର କୀଟ ମୁଁ ନେଇ କରି ଫଳକୁ ଆମ ରାଜାକୁ ଦେବି ରାଜାଙ୍କ ନିକଟରେ କାଞ୍ଚନ ବେଶ୍ୟା ପହଞ୍ଚିଲା ପରେ କାଞ୍ଚନ ଫଳ କୋଉଠୁ ପାଇଲୁ ସଂସାର ଦେଖନ୍ତୁ ଆପଣମାନେ ହେଲା ମଣିମା ମୁଣ୍ଡ ରହିଲେ କୁଣ୍ଡ କରି ହେଲା ପୁଅ ମୁଣ୍ଡ ରହିବ କାହାଠୁ ପାଇଲୁ କହିଲା ଆପଣଙ୍କର ସେନାପତି ମହୋଦୟ ସେନାପତି ତମକୁ ଏ ଫଳ କିଏ ଦେଲା ଗଲେ ଆପଣଙ୍କର ରାଣୀ ରାଣୀ ତମେ ସେନାପତି ମୋ ଦେଇଥିବା ଫଳ ଦେଇ ସେନାପତି ଦେଲ ସେଇ ଠିକ ଠିକ ସଂସାର ଠିକ ଠିକ ଧନ ଜନ ଗୋପ ଲକ୍ଷ୍ମୀ ଠିକ କିଛି ନାହିଁ ନାରୀ ଏଇଟା ନିଶ୍ଚିତ ନାରୀ ମାନଙ୍କ ନାରୀ ମାନଙ୍କ ପ୍ରକୃତରେ ପଶିଲେ ପୁରୁଷ ସମସ୍ତେ ଆଜ୍ଞା ସମାନ ନୁହନ୍ତି ସେଇଥିରେ ନାରୀ ଅଛନ୍ତି ଆସନ୍ତୁ ଆପଣଙ୍କର କୋଉଠି ଛାଡ଼ିଥିଲେ ବିଷୟ ତ କହୁନି ମୁଁ ଆପଣଙ୍କର ବାପାଜୀ ହେବା କଥା ଲଜ୍ଜା ନ ବୁଝି କରି ଜାଣିଗଲେ ମା ସତୀ ମାତା এই সময় সতী মাতা কান্দি কান্দি ধার ধার হয়ে যাচ্ছি আরে বাপ গৌর হরি ছাড়ি ন যা একা করি রে আরে বাপ গৌর হরি ছাড়ি ন যা একা করি রে আরে বাপ গৌর হরি দিয় চুরি আরে মোর গৌর হরি আরে আরে রাজা
সন্ন্যাস গ্রহণ সন্ন্যাস ব্রত অবলম্বন করে ଯିବୁ তাহলে ମୋ গলারে তু আজ ছুরি মারিকি যা নহব বধু বিষ্ণু প্রিয়া কি করি ধরিব পায়া বিষ্ণু প্রিয়া কি করে ধরিব ছায়া কি করে ধরিব ছায়া কি করে ধরিব ছায়া সুতা সুত নাহি করে ওরা সুতা সুত নাহি করে মরিব সে ঝুরি ঝুরি বিষ্ণুপ্রিয়া ମୋର ମରିଯିବ ନୂତନ ବହୁ ନୂଆ ବହୁ ବାଦ ଖେଲେ ତା ମୁଖ କଲିକି କିଛି ନାହିଁ ଥାଳ ଧରି ବାହାର ଦ୍ୱାର ଭିଖ ମାଗିବୁ ଭିଖ ମାଗେ ଭିଖ ମାଗେ ଧରି ବାହାର ଦ୍ୱାର ଭିଖ ମାଗିବୁ ଘରେ ଆସି ପହଞ୍ଚି ଆମ ସେପଟୁ ସବୁ ଇଏ କରିଛନ୍ତି ଯାହାର ଯିଏ ଯେମିତି ଆଣିକି ଆସୁଥିଲେ ରୋଷେଇ ହେଉଥିଲା ଆଉ ତମେ କହିବନି କିଏ ମନକୁ ଯିବ ଆମେ ଯିବୁ ଖାଲି ସିଏ କାହା କହିବେନି ପରଦିନ ହାତୀ ସାଙ୍ଗରେ କଳି କରିକି କହୁଥିଲା ଜାଣିକି ଯୋଉ ଖାଲି ଚିକେଇ ବସିଯାକ ତୁ କରୁ ହଁ ମୁଁ ଆମେ ସେଇ ସବୁ ବସ୍ତୁ ଖାଇକି ପାନ ପାନ ଆଣିବୁ ସେଠି ଘର ପାନି ତ ମୁଁ ଆଣିବୁ ହଁ ଏ କହିବ ଆଉ କାହିଁ ଆଣିବୁ ନାଇଁ ନଗଦ ହେଉଛି ବା 6 ମିନିଟ୍ ହେଲା ପରେ ଏଇଠି ଭିଡ଼ିଓ କରୁଛି ଏ ୟୁଟ୍ୟୁବରେ ପକେଇବି ତ ଆଉ ଭିଡ଼ିଓ ନାହିଁ ମୋ ପାଖରେ ମୁଁ ଯୋଉଟା କରିଦେବି ଆଉ ହଉ ଯାଏ ବୁଲିକି ଆସ କଥା